स्टूडेंट्स मु गोपाल आपण स्वागत करछु आपण मन यूट्यूब चैनल चालो पडियो तो पिला माने केमिति होछ बस आशा करछु बहुत ही भलरे थिबो पिला माने तो पिला माने तुम समस्त तो जानि साथि हम नुवा सीरीज स्टार्ट करछु जोटा सीरीज ना होछ इ हमर कोन ना एमसीक्यू महामाराथन माने एई एमसीक्यू महामाराथन कोन मैथ और साइंस बेसिकली मैथ और साइंस चैप्टर रे हमें वेरी वेरी इंपोर्टेंट एमसीक्यू को सब डिस्कशन करबा चैप्टर वाइज काहे कि पिला माने ତମେ 10th କ୍ଲାସ ରେ ଯେତେ ବି ପିଲାମାନେ ଏକ୍ଜାମ ଦଉଛ SA1 SA2 FA1 FA2 ଯାହା ବି ଏକ୍ଜାମ ଦଉଛ ବୋର୍ଡ ଏକ୍ଜାମ କରୁଛ ସବୁଥିରେ ପିଲାମାନେ ତମର 50% MCQ ପଡୁଛି ତ ଆମେ କଣ ଜାଣି ସାରିଲେଣି ନା MCQ ଟା ବହୁତ ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରୁଛି ଆମର ଏକ୍ଜାମ ରେ ତ ଆମେ କଣ କରିବା ନା MCQ ରେ କଣ କରିବା କେମିତିକା ଏକ୍ସଟ୍ରା ରୁ ଏକ୍ସଟ୍ରା ମାର୍କ ରଖିବା ଯଦି ପିଲାମାନେ ତମେ MCQ ରୁ ଭଲ ମାର୍କ ରଖିଦେଲ ତେବେ ତମ ଓଭରାଲି ମାର୍କ ଟା ବି ତମର ମାନେ ଭଲସେ ରହିପାରିବ ଠିକ ଅଛି ନା ତ ପିଲାମାନେ ଆମେ ସେଇ ତମ ପାଇଁ ବେସ୍ କରିକି ଆମେ ଏଇ ସିରିଜ ଟା ନେଇକି ଆସିଛେ ଏଇ ସିରିଜ ରେ ପିଲାମାନେ ଫିଜିକାଲ ସାଇନ୍ସ ର 3 ନମ୍ବର ଚାପ୍ଟର ଆମେ ଆମର ଡିସ୍କସନ କରିବାକୁ ଯାଉଛେ ବା ଗୋଟେ ଏକ୍ଜାମ କରିବାକୁ ତମେ ତ ଆଗରୁ ଜାଣିଥିବ କେମିତି ଆମେ ଏକ୍ଜାମ କରୁ ତ ଏକ୍ଜାମ କରିବାକୁ ଯାଉଛେ ଧାତୁ ଅଧାତୁ ମେଟାଲ ନନ୍ ମେଟାଲ୍ସ ଓକେ ପିଲାମାନେ ତ ପିଲାମାନେ ଯଦି ଏପର୍ଯ୍ୟନ୍ତ ତମେ ବହୁତଟା ଭିଡିଓ ଅପଲୋଡ ହେଇଗଲାଣି 5 କି 6ଟା ପାଖାପାଖି ଭିଡିଓ ଲାଇଫ ସାଇନ୍ସ ମ୍ୟାଥମେଟିକ୍ସ ଆଉ ଫିଜିକାଲ ସାଇନ୍ସ ର ସବୁ ବିଷୟର ପ୍ରଥମରୁ ଆର ଦିଟା ଚାପ୍ଟର ଲେଖା ଆମେ ସାରି ଆସିଲେଣି ତ ପିଲାମାନେ ଯଦି ଏପର୍ଯ୍ୟନ୍ତ ତମେ ଭିଡିଓ ଦେଖିନ ତ ନିହାତି ଭାବରେ ଚ୍ୟାନେଲ କୁ ଯାଇକି ଆମର ଚ୍ୟାନେଲ ରେ କ୍ଲିକ କର ଆଉ ସବୁ ଭିଡିଓ ଗୁଡା ସବୁ ଆସିଯାଇଥିବ ନହେଲେ ମୁଁ ତମର ଏଇଠି ଆଇ ବଟନ ଦେଇଦେବି କିମ୍ବା ଡିସ୍କ୍ରିପସନ ବକ୍ସରେ ଦେଇଦେବି ଓକେ ପିଲାମାନେ ତ ପିଲାମାନେ ଚାଲ ବିନା ଲେଟ୍ କରିକି ଚାଲ ଭିଡିଓଟାକୁ ଷ୍ଟାର୍ଟ କରିବା ନିହାତି ଭାବରେ ଭିଡିଓଟା ଷ୍ଟାର୍ଟ କରିବାର ଗୋଟେ ଅନୁରୋଧ କରିବି ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବ ଓକେ ଫାର୍ଷ୍ଟ କ୍ୱେଶ୍ଚନ ରହିଛି ପିଲାମାନେ କଣ ନା ଫାର୍ଷ୍ଟ କ୍ୱେଶ୍ଚନ ରହିଛି ନିମ୍ନୋକ୍ତ ମଧ୍ୟରୁ କେଉଁଟି ଧାତୁ ନୁହଁ ଆଚ୍ଛା ପିଲାମାନେ ଏମାନଙ୍କ ଭିତରୁ କୋଉଟା ଧାତୁ ନୁହଁ ବୋଲି ସେ ପଚାରୁଛି କହିଲେ ଦେଖି ମାଗ୍ନେସିୟମ ଟା ଗୋଟେ ଧାତୁ ନା ଧାତୁ ନୁହଁ ନା ସାର୍ ଆମେ ଜାଣିଛେ ମାଗ୍ନେସିୟମ ଟା ଆମେ ଧାତୁ କହିପାରିବା ତେବେ ଏଟା ଭୁଲ ହବ ଏଟା ବି ଭୁଲ ହବ ଏଟା ଗୋଟେ ଧାତୁ କହିପାରିବା ଏଟା ପାରଦଟା ବି ଗୋଟେ ଆମେ ଧାତୁ କହିପାରିବା କିନ୍ତୁ ଏଇଟା କଣ ଏୟାର ଏଇଟାକୁ ଆମେ ଗୋଟେ ବି ଧାତୁ ଆମେ କହିପାରିବା ନାହିଁ ତେଣୁକରି ଏଇଟା କଣ ହବ ଏଇଟା ଅପସନ ଡି ଇଜ ଦ ରାଇଟ ଆନ୍ସର ଯେଟା କି ସିଏ ଗୋଟେ ଧାତୁ ନୁହଁ ନେକ୍ସଟ କ୍ୱେଶ୍ଚନ ଯିବା ପିଲେ ନିମ୍ନରେ ପ୍ରଦତ୍ତ ମୌଳିକ ମାନଙ୍କ ମଧ୍ୟରୁ କେଉଁଠି ଏକ ଉପଧାତୁ ସେ କହିଛି ସିମ୍ପଲି କହିଛି କଣ ଏଇ ଯୋଉ ଏମାନଙ୍କ ଭିତରେ କୋଉଟା ଗୋଟେ ଉପଧାତୁ କଣ କହିଛି କୋଉଟା ଗୋଟେ ଉପଧାତୁ ଆଚ୍ଛା କମେଣ୍ଟ କର ଜଲ୍ଦି ପିଲାମାନେ ଏମାନଙ୍କ ଭିତରୁ କୋଉଟା ଗୋଟେ ଉପଧାତୁ କହିଲେ ଦେଖି ସୋଡିୟମ ଗୋଟେ ଉପଧାତୁ ନା ସଲଫର ଗୋଟେ ଉପଧାତୁ ନା ପାଲୋନିୟମ ଗୋଟେ ଉପଧାତୁ ନା ଥୋରିୟମ ଗୋଟେ ଉପଧାତୁ ଆଚ୍ଛା ସୋଡିୟମ ଟାକୁ ଆମେ ଗୋଟେ ପରେ ଧାତୁ ବୋଲି କହିଥାଉ ତେବେ ସେ ଗୋଟେ ଉପଧାତୁ ନୁହଁ ସଲଫର ଟାକୁ ବି ଉପଧାତୁ ବୋଲି କହିପାରିବାନି ଥୋରିୟମ ଟାକୁ ବି ଆମେ ଉପଧାତୁ ବୋଲି କହିପାରିବାନି କିନ୍ତୁ ପିଲାମାନେ ଏଠି କଣ ନା ପାଲୋନିୟମ ଟାକୁ ଆମେ ଗୋଟେ ଉପଧାତୁ ବୋଲି ଆମେ କହିପାରିବା କାରଣ ତା ପାଖରେ କଣ ଧାତୁ ଧାତୁର ବି ଗୁଣ ଅଛି ଆଉ ଅଧାତୁର ବି ଗୁଣ ଅଛି ଓକେ ପିଲାମାନେ ଆଚ୍ଛା ଉପଧାତୁ ବୋଲି କାହା କହିବା ଯାହାର ଧାତୁର ବି ଗୁଣ ଥିବ କିଛି ଆଉ ଅଧାତୁର ଗୁଣ ଦିଟା ଯାକ ପ୍ରଦର୍ଶନ କରୁଥିବ ତାହାକୁ ଆମେ କଣ କହିବା ପିଲାମାନେ ଉପଧାତୁ ବୋଲି କହିବା ଓକେ ପିଲାମାନେ ନେକ୍ସଟ କ୍ୱେଶ୍ଚନ ଯିବା ନିମ୍ନରେ ଦିଆଯାଇଥିବା କେଉଁ ଧାତୁଟି ତରଳ ଅବସ୍ଥାରେ ଥାଏ ଏମାନଙ୍କ ଭିତରୁ କୋଉ ଧାତୁଟା ତରଳ ଅବସ୍ଥାରେ ଥାଏ ଜଲ୍ଦି କମେଣ୍ଟ କର ପିଲାମାନେ ଭେରି ଗୁଡ ଫସ୍ଫରସ ଟା ତରଳ ଅବସ୍ଥାରେ ଥାଏ କି ନା ସାର୍ ଫସ୍ଫର ନୁହଁ ଆୟୋଡିନ ବି ନୁହଁ କ୍ଲୋରିନ ଟା ଏଠି କଣ ହଉଛି ବ୍ରୋମିନ କଣ ଛୁଆ ପିଆର ବ୍ରୋମିନ ଟା କଣ ଥାଏ ନା ତରଳ ଅବସ୍ଥାରେ ଥାଏ କଣ ଥାଏ ତରଳ ଅବସ୍ଥାରେ କୋଉମାନେ ଆନ୍ସର ଜାଣିଛ ସେମାନେ ଆଗୁଆ କମେଣ୍ଟ କରିଦବ ମୁଁ ଆନ୍ସର କହିବା ପୂର୍ବରୁ ଚେଷ୍ଟା କରିବ ତମେ ସେଗୁଟା କମେଣ୍ଟ କରିବା ପାଇଁ ଠିକ ଅଛି ନା ଯାହା ଫଳରେ କି ମତେ ଜଣା ପଡିବ କୋଉ ପିଲାମାନେ ମାନେ ଭଲ ପଢୁଛନ୍ତି ବା କୋଉ ପିଲାମାନେ ଆନ୍ସର ଠିକ ସେ ଦେଇ ପାରୁଛନ୍ତି ତ ସେଥିପାଇଁ ନିହାତି ଭାବରେ କଣ କରିବ ନା ମୁଁ ଆନ୍ସର କହିବା ପୂର୍ବରୁ ଚେଷ୍ଟା କରିବ ତମେ କଣ ଆନ୍ସର ଦଉଛ ଭୁଲ ହଉ କିଛି ଅସୁବିଧା ନାହିଁ ଭୁଲ ହବ ଭୁଲ ହେଇ ଠିକ ହବ ତ ପିଲାମାନେ ନିହାତି ଭାବରେ ଏଇ ଯୋଉ ଏଇ ପ୍ରୋସେସଟାରେ ତମେ ନିହାତି ଭାବରେ ତମେ ଏନଗେଜ ରହିବ କଣ ନା ଆମେ କ୍ୱେଶ୍ଚନ ପଢି ସାରିଲା ପରେ ମତେ କିଛି କରିବା ଦରକାର ନାହିଁ ଭିଡିଓ ପୁଶ କରିଦବ ପୁଶ କରିସାରିଲା ପରେ ତମେ ନିହାତି ଭାବରେ ତମର ଆନ୍ସର ଟିକୁ ଖାତାରେ ଲେଖିଦବ ନହେଲେ କମେଣ୍ଟ ବକ୍ସରେ ଜଣେଇଦବ ସାର୍ ଏ ବି ସି ନା ଡି ତାପରେ ମୁଁ ପୁଣି ପ୍ଲେ କରିବ ଭିଡିଓଟା ତାପରେ ମୁଁ ଯୋଉ ଆନ୍ସରଟା କହିବି ଦେଖିବ ମ୍ୟାଚ୍ କରିବ ତମର ଆନ୍ସରଟା ଠିକ ହଉଛି ନା ନାହିଁ ଲାଷ୍ଟରେ ଆମେ 20ଟା ଆନ୍ସର ଆମର 20ଟା କ୍ୱେଶ୍ଚନ ଆମେ ପ୍ରାକ୍ଟିସ କରୁଛେ ତ 20ଟା କ୍ୱେଶ୍ଚନ ତମର କେତେଟା କ୍ୱେଶ୍ଚନ ଠିକ ହଉଛି ସେଟା ଲାଷ୍ଟ ମତେ କମେଣ୍ଟ ବକ୍ସରେ ଜଣେଇବ ୱିଥ ତମର ନାମ
तुम नाम सहित तुम मार्क टा तुम कमेंट बॉक्स रे जणैबो जा फଳରେ कि मु तुमको जानि परिबि ना ये एमतिया पढुची से सेमतिया पढुछु तो सेही हिसाब रे मु कंटेंट को लेवल अप करबी बा लेवल डाउन करबी माने कोन जदि तुम एग्जाम रे टिके कम मार्क रखुछ सेही हिसाब रे मु आउरी इजी क्वेश्चन नै के आसबी जदि तुम एग्जाम रे अधिक मार्क रखुछ त मु कोन करबी तबे टिके डिफिकल्ट लेवल बढ़ेबी ठीक अछि ना नै तो एटा निहाती भाବରେ तुम कोन करबो निज निज स्कोर टा को मते कमेंट बॉक्स रे जणैबो ओके अच्छा नेक्स्ट क्वेश्चन कोन कहले पिला देखो से कहला निम्ନରେ ଦିଆଯାଇଥିବା ପଦାର୍ଥ ମାନଙ୍କ ମଧ୍ୟରୁ କେଉଁଟି ବିଦ୍ୟୁତ ପରିବହନ କରେ ଆଚ୍ଛା ସିମ୍ପଲ କହିଦେଲା କଣ ଏମାନଙ୍କ ଭିତରୁ କୋଉଟା ବିଦ୍ୟୁତ ପରିବହନ କରେ ସିମ୍ପଲ ତମେ ଯଦି କହିବ ସଲ୍ଫରଟା ବିଦ୍ୟୁତ ପରିବହନ କରେ କି ସେଟା ସାର୍ ଅଧାତୁଟା ଗୋଟେ ବିଦ୍ୟୁତ ପରିବହନ କେମିତି କରିବ ନା ସାର୍ ଏଟା ସଲ୍ଫରଟା ଗୋଟେ ବିଦ୍ୟୁତ ପରିବହନ କରିପାରିବ ନାହିଁ ଫୁଲେରିନଟା ବି ସାର୍ କରିପାରିବନି ହୀରା ବି କରିପାରିବନି ବିଦ୍ୟୁତ କେବଳ କିଏ ଗ୍ରାଫାଇଟ ଆମେ ଗ୍ରାଫାଇଟ ଟାକୁ କହିପାରିବା ସେ କଣ କରିପାରିବ ଛୁଆ ବିଦ୍ୟୁତ ପରିବହନ କରିପାରିବ କଣ କରିପାରିବ ଛୁଆ ବିଦ୍ୟୁତ ପରିବହନ କରିପାରିବ ଓକେ ନିମ୍ନୋକ୍ତ ଧାତୁ ମାନଙ୍କ ମଧ୍ୟରେ କେଉଁଟିର ଗଳନାଙ୍କ ସର୍ବାଧିକ ସରି ସର୍ବନିମ୍ନ କହିଛି ସର୍ବାଧିକ କହିଲି ସର୍ବନିମ୍ନ କହିଛି ମାନେ ଏମାନଙ୍କ ଏଇ ଯୋଉ ଧାତୁ ଗୁଡା ଦେଇଛି ପିଲାମାନେ ସେଇ ଧାତୁ ମାନଙ୍କ ଭିତରେ କୋଉ ଧାତୁର କଣ ନା ଗଳନାଙ୍କଟା ସର୍ବନିମ୍ନ ମାନେ ବହୁତ ଜଲ୍ଦି ସେ କଣ ହେଇଥିବ ତରଳ ଅବସ୍ଥାକୁ ଚାଲି ଆସିବ ଠିକ ଅଛି ନା ଗଳନାଙ୍କ ତମେ ଜାଣିଥିବ କଣ ଗଳନାଙ୍କ ଜଲ୍ଦି କମେଣ୍ଟ କର ପିଲାମାନେ 5 ନମ୍ବର କଣ ଆନ୍ସର ହବ ସୋଡିୟମର ଗଳନାଙ୍କ ୟାଙ୍କ ଅପେକ୍ଷା କଣ ଟିକେ ଅଧିକ କ୍ୟାଲସିୟମ ବି ନୁହଁ ସୁନା ବି ନୁହଁ ଏଟା କାଲିୟମ କଣ ହବ ଛୁଆ କାଲିୟମ ର ଗଳନାଙ୍କ ଏମାନଙ୍କ ଭିତରେ ସବୁଠାରୁ କମ ରହିବ ଓକେ ନେକ୍ସଟ କ୍ୱେଶ୍ଚନ ଯିବା ମଧ୍ୟରୁ କେଉଁଟିକୁ ଛୁରୀରେ କଟା ଯାଇପାରିବ ଏଟା ସବୁ ପିଲାମାନେ ବହୁତ ବହୁତ ଇମ୍ପୋର୍ଟାଣ୍ଟ ଏଇ କ୍ୱେଶ୍ଚନ ଟାକୁ ନୋଟ ଡାଉନ କରିଦବ ସାର୍ କହିଛନ୍ତି ଏଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ ଏଇ କ୍ୱେଶ୍ଚନ ଟାକୁ ନୋଟ ଡାଉନ କରିଦବ ପିଲାମାନେ ନା ସୋଡିୟମ ଟାକୁ କଣ ଆମେ ସେ ସୋଡିୟମ ଟା ଏତେ ପତଳା ବା ନରମ ପତଳା ନୁହଁ ନରମ ଯାହାକୁ ଆମେ କଣ ଖାଲି ଛୁରୀରେ ବି ମଧ୍ୟ କାଟି ପାରିବା ମତେ କହିଲେ ଦେଖି ଆମର ଲୁହା ଖଣ୍ଡଟାକୁ ଆମେ ଛୁରୀରେ କାଟି ପାରିବା ନା ସାର୍ କାଟି ପାରିବାନି କିନ୍ତୁ ସୋଡିୟମ ଟାକୁ ଆମେ କଣ କରିପାରିବା ଗୋଟେ ସିମ୍ପଲ ନରମ ଛୁରୀରେ ଆମେ କଣ କରିପାରିବା କାଟିପାରିବା କାରଣ ସେ ବହୁତ ନରମ ଥାଏ ଠିକ ଅଛି ନା ଆଉ ଗୋଟେ ମନେ ରଖ ପିଲାମାନେ ଏଇ ସୋଡିୟମ ଟା କୋଉଠି ଖୋଲା ଅବସ୍ଥାରେ ରଖା ରହିଥାଏ ତାକୁ ଆମେ କଣ କରିଥାଉ ନା ନା ଆମର କିରୋସିନରେ ବୁଡେଇକି ରଖିଥାଉ କଣ କୋଉଥିରେ ବୁଡେଇକି ରଖିଥାଉ ସାର୍ କିରୋସିନରେ ବୁଡେଇକି ରଖିଥାଉ ଓକେ ପିଲେ ମନେ ରଖିବ ସେ କ୍ୱେଶ୍ଚନ ଟା ଓକେ ଏଟାକୁ ତମେ ଭେରି ଇମ୍ପୋର୍ଟାଣ୍ଟ ବୋଲି ଲେଖିଥାଉ ଠିକ ଅଛି ଭେରି ନଟ୍ ଜଷ୍ଟ ଇମ୍ପୋର୍ଟାଣ୍ଟ ବୋଲି ଲେଖିଥାଉ ଯଥେଷ୍ଟ ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ପିଲେ ଆସିବା ପୂର୍ବରୁ ଦେଖିଥିବା ନା ଆମର ଚ୍ୟାନେଲରେ ଗୋଟେ ହ୍ୱାଟ୍ସଆପ ଗ୍ରୁପ ଅଛି ପିଲାମାନେ ହ୍ୱାଟ୍ସଆପ ଗ୍ରୁପ ଅଛି ହ୍ୱାଟ୍ସଆପ ଗ୍ରୁପରେ ଜଏନ ହବା କେମିତିକା ହ୍ୱାଟ୍ସଆପ ଗ୍ରୁପରେ ଜଏନ ହେବା କେମିତିକା ଆଚ୍ଛା ପିଲାମାନେ ହ୍ୱାଟ୍ସଆପ ଗ୍ରୁପରେ ଜଏନ ହବା ପୂର୍ବରୁ ତମ ମନରେ ଗୋଟେ କ୍ୱେଶ୍ଚନ ଆସୁଥିବ କି ସାର୍ ଆମେ ହ୍ୱାଟ୍ସଆପ ଗ୍ରୁପରେ ଜଏନ ହବା କାହିଁକି କଣ ଆମର ବେନିଫିଟ ରହିବ ଆମର କିଛି ପିଲାମାନେ ଆଜିକାଲି ଦୁନିଆରେ କଣ କିଛି ବେନିଫିଟ ରହିଲା ନ ରହିଲା ମଧ୍ୟ ଆମେ କିଛି କାମ କରିବାନି ଠିକ ଅଛି କିଛି ଅସୁବିଧା ନାହିଁ ତ ହ୍ୱାଟ୍ସଆପ ରେ କଣ ସବୁ ବେନିଫିଟ ରହିବ ପିଲାମାନେ ମୁଁ 5ଟା ବେନିଫିଟ କହିବି ତମକୁ ସବୁ ଭିଡିଓରେ କହୁଛି ଏ ଭିଡିଓରେ ବି କହୁଛି ତ କହିଦେବି ତମକୁ 5ଟି ବେନିଫିଟ ରହିବ ପ୍ରଥମ ବେନିଫିଟ ରହିବ କଣ ପ୍ରତ୍ୟେକ କ୍ଲାସ ର ଧର ଯାଉ ଆଜି ଆମେ କଣ ପଢିଲେ ନା ଧାତୁ ଓ ଅଧାତୁ ଫିଜିକାଲ ସାଇନ୍ସରେ ଆମେ ଧାତୁ ଓ ଅଧାତୁ ପଢିଲେ ତ ଏଇ ଧାତୁ ଓ ଅଧାତୁ ଚାପ୍ଟର ମାନେ ଆମର କ୍ଲାସ ଟା ର ଯେତିକି ଆମେ ସବୁ କ୍ୱେଶ୍ଚନ ଆନ୍ସର ଡିସ୍କସନ କଲେ ସେଇ କ୍ୱେଶ୍ଚନ ଆନ୍ସର ପିଡିଏଫ ଟା ବା ତାକୁ ଆମେ ସଫ୍ଟ କପି କହିପାରିବା ସଫ୍ଟ କପି ବା ପିଡିଏଫ ଟାକୁ ଆମେ କଣ କରିବା ସେଇ ପିଡିଏଫ ଆମର ହ୍ୱାଟ୍ସଆପ ଗ୍ରୁପ ରେ ଦେଇଦବା ତ ପ୍ରଥମ କଣ ପିଡିଏଫ ଟା ଆମେ ପାଇପାରିବା ପ୍ରତ୍ୟେକ କ୍ଲାସ ର ପିଡିଏଫ ବା କ୍ୱେଶ୍ଚନ ଆନ୍ସର ଆମେ ସେଇଠି ପାଇପାରିବା ସେକେଣ୍ଡ କଣ ଛୁଆ ନା PYQ ସାର୍ PYQ ମାନେ କଣ PYQ ମାନେ ଛୁଆ କଣ ନା ପ୍ରିଭିୟସ ଇୟର କ୍ୱେଶ୍ଚନ ପ୍ରିଭିୟସ ଇୟର କ୍ୱେଶ୍ଚନ ମାନେ କଣ ସାର୍ ତମ ମନରେ କଣ କ୍ୱେଶ୍ଚନ ଆସିବ କଣ ସାର୍ ଏମିତିଆ ତ ଆମେ ନର୍ମାଲି ଗୁଗୁଲ ରେ ସର୍ଚ୍ଚ କରିଦବା ଯଦି ପ୍ରିଭିୟସ ଇୟର କ୍ୱେଶ୍ଚନ ପାଇଯିବା ତ ପାଇଯିବ କିନ୍ତୁ ଏଇ ଚ୍ୟାନେଲରେ ଆମେ କେମିତିକା ପ୍ରିଭିୟସ ଇୟର କ୍ୱେଶ୍ଚନ ଦବା ପିଲେ ଦେଖ ଧରାଯାଉ ଆମେ ପଢିଲେ କଣ ଆଜି ନା ଆମର ଫିଜିକାଲ ସାଇନ୍ସ ର ଧାତୁ ଓ ଅଧାତୁ ତ ଫିଜିକାଲ ସାଇନ୍ସ ର ଧାତୁ ଓ ଅଧାତୁ ନେକ୍ସଟ 5 ବର୍ଷ ନେକ୍ସଟ 5 ବର୍ଷରେ କଣ ସବୁ ପଢିଛି କେବଳ ଏଇ ସବଜେକ୍ଟ କୁ ଆଧାର କରିକି କେବଳ ଏଇ ସବଜେକ୍ଟ କୁ ବେସ ରେ ରଖିକି ବା ଆଧାର କରିକି କେତେଟା କ୍ୱେଶ୍ଚନ ଆଉ କୋଉ କୋଉ MCQ ସବୁ ପଢିଛି ଆଉ ଲଙ୍ଗ କ୍ୱେଶ୍ଚନ କେବଳ MCQ ଛୁଆ ନୁହେଁ ଲଙ୍ଗ କ୍ୱେଶ୍ଚନ ବି କହିବି ହେଲା ଲଙ୍ଗ କ୍ୱେଶ୍ଚନ ସବୁ ପଢିଛି ସବୁ କ୍ୱେଶ୍ଚନ ସବୁ ପିଲାମାନେ କୋଉଠି ନା ଏଇ ଗ୍ରୁପ ରେ ଦିଆଯିବ କୋଉ ଗ୍ରୁପ ରେ ଦିଆଯିବ ଏଇ ଯୋଉ ଚାଲ ପଢିବା ହ୍ୱାଟ୍ସଆପ ଗ୍ରୁପ ରେ କୋଉ ଗ୍ରୁପ ରେ ଚାଲ ପଢିବା ହ୍ୱାଟ୍ସଆପ ଗ୍ରୁପ ରେ ଆଚ୍ଛା ଆଉ କଣ ନା ସାର୍ କେବଳ କଣ ମତେ ଦେଖିବା କହିଲେ ତମେ କହିଲେ ମତେ ଦେଖିବା ତ ପ୍ରିଭିୟସ ଇୟର କ୍ୱେଶ୍ଚନ ପଢିଦେଲେ କଣ ସବୁ ତମର ହେଇଯିବ ନା ହବନି ତ କଣ କରିବା ଆମେ ଅଧିକରୁ ଅଧିକ କ୍ୱେଶ୍ଚନ ଡିସ୍କସନ କରିବା ବା ଅଧିକରୁ ଅଧିକ କ୍ୱେଶ୍ଚନ ପ୍ରାକ୍ଟିସ କରିବା ସେଇ ଚାପ୍ଟର
ଯେତିକି ମୁଁ ଗୋଟେ ମନେକର ଗୋଟେ ନ୍ୟୁଟ୍ରିସନ ବା ପୋଷଣ ଚାପ୍ଟରଟା ମୁଁ ପଢେଇଲି, ସେଇ ପୋଷଣ ଚାପ୍ଟର ମୁଁ ଅଧିକରୁ ଅଧିକ କ୍ୱେଶ୍ଚନ ଯେତେବେଳେ ଡିସ୍କସନ କରିଦେବି, ତେବେ ମୋର ସେଇ ପୋଷଣ ଚାପ୍ଟର ଭିତରେ କଣ ଅଧିକ ନଲେଜ ଆସିବ। ବୁଝିପାରୁଛ ନା ବୁଝିପାରୁନ? ତ ଅଧିକ ଥର ହେଇଯିବେ ସେଇ କ୍ଲାସ, ସେଇ ଆମର ଚାପ୍ଟର। ତ ସେଥିପାଇଁ କଣ ମୋଷ୍ଟ ଇମ୍ପୋର୍ଟାଣ୍ଟ MCQ ଦିଆଯିବ, ମାନେ ବହୁତ କିଛି, ବହୁତ ଗୁଡା ପାଖାପାଖି 100ଟା ପାଖାପାଖି, ଗୋଟେ ଚାପ୍ଟର 100ଟା କ୍ୱେଶ୍ଚନ ଦିଆଯିବ ତମକୁ, ପୁରା ପଏଣ୍ଟ ବେସିସ ର, ପୁରା ଧାଡିରେ ଗୋଟେ MCQ, ଆଉ ଗୋଟେ ଧାଡିରେ ଆଉ ଗୋଟେ MCQ, ସବୁଗୁଡା MCQ କରିକି ତମକୁ ପ୍ରାୟ ପ୍ରତ୍ୟେକ ସବଜେକ୍ଟ ରୁ ପ୍ରାୟ କେତୋଟି ନା 100ଟି କି 60-70 ପାଖାପାଖି MCQ ଦିଆଯିବ। ସେଗୁଡା ତମେ କଣ କରିବ, କ୍ଲାସ ପରେ ସେଗୁଡାକୁ ତମେ ଆହୁରି ପ୍ରାକ୍ଟିସ କରିବ। କଣ କରିବ ପିଲେ, ଆହୁରି ପ୍ରାକ୍ଟିସ କରିବ ହେଲା। ଆଉ କଣ ପିଲାମାନେ ନା 1-to-1 ମେଣ୍ଟରସିପ, 1-to-1 ମେଣ୍ଟରସିପ। ପିଲାମାନେ 1-to-1 ମେଣ୍ଟରସିପ ମାନେ କଣ ଦେଖ ପିଲା, ପର୍ସନାଲ ଇଣ୍ଡିଭିଜୁଆଲ ଯାହାର ବି କିଛି ପ୍ରୋବ୍ଲେମ ରହିବ, ପିଲାମାନେ ଇଣ୍ଡିଭିଜୁଆଲ ଯାହାର ବି କିଛି ପ୍ରୋବ୍ଲେମ ରହିବ, ତମକୁ କଣ ନା ପର୍ସନାଲ ତମେ ତମର ପ୍ରୋବ୍ଲେମ କୁ ସେୟାର କରିପାରିବ ଏବଂ ପ୍ରତ୍ୟେକ ପ୍ରୋବ୍ଲେମ ର ଆନ୍ସର ମଧ୍ୟ ପାଇପାରିବ, କେମିତିକା ଆମେ ସେ ଜାଗାରୁ ଆମେ ମୁଭ୍ ଆଉଟ୍ କରିପାରିବା। ଠିକ ଅଛି ନା? ସେଥିପାଇଁ କଣ 1-to-1 ମେଣ୍ଟରସିପ, ପ୍ରତ୍ୟେକ ଜିନିଷରେ କଣ କିଛି ପ୍ରୋବ୍ଲେମ ହେଲା ସବୁ ସଲ୍ୟୁସନ ଆମ ପାଖରେ ମିଳିବ। ଠିକ ଅଛି ନା? ତ 1-to-1 ସଲ୍ୟୁସନ। ଆଉ କଣ ଡିସ୍କସନ କରିପାରିବ। ପିଲାମାନେ ଡିସ୍କସନ ଇଜ ଦ ଭେରି ଇମ୍ପୋର୍ଟାଣ୍ଟ ଫର ୟୋର ଏକ୍ସାମ। ଓକେ, ତମର ଏଇ ଯୋଉ ପ୍ରିପାରେସନ ଚାଲିଛି ନା ତମର ଏକ୍ସାମ ପାଇଁ, ତ ଏଇ ଯୋଉ ଡିସ୍କସନ ଟା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ମନେ ରଖିଥିବ, ଧରାଯାଉ ଗୋଟେ ଚାପ୍ଟର ପଢୁଛ, ତମେ ଏକା ପଢିଲ ଯେତେ ମନେ ରଖିବ, ତାଠୁ ଅଧିକ କେତେବେଳେ ମନେ ରଖିବ ଯେତେବେଳେ ଗ୍ରୁପ ରେ ପଢିବ। କେତେବେଳେ ପଢିବ ମନେ ରଖିବ ପିଲାମାନେ, ଯେତେବେଳେ ଗ୍ରୁପ ରେ ପଢିବ। ତ ସେଥିପାଇଁ ପିଲାମାନେ କଣ, ଆମେ ଏଇ ଗ୍ରୁପ ରେ କଣ ବହୁତ ପିଲାମାନେ ଜଏନ ହେଇଥିବେ, ଆଉ ପରସ୍ପର ସହିତ କଣ ହବ, କଥାବାର୍ତ୍ତା ହେଇପାରିବ। ନା ସାର୍ ପିଲେ ଛୁଆ ମାନେ ମୋ ସାଙ୍ଗ ମୋର ଏଇଟା ବୁଝିପାରୁନି, ଏଇଟା ଟିକେ ମତେ ବୁଝେଇଦେଲ। ତମ ଭିତରୁ କିଏ ପିଲା କଣ ମାନେ ପୁରା ଫ୍ରାଙ୍କଲି ତମକୁ ବୁଝେଇ ପାରିବ। ଠିକ ଅଛି ନା? ତମେ ପରସ୍ପର ସହିତ କଥା ହେଇପାରିବ, କଣ ନୋଟିଫିକେସନ ଆସିଲା, କଣ ସିଲାବସ ଅଛି, କଣ ସବୁ କୋଉ କ୍ୱେଶ୍ଚନଟାର କୋଉଟା ୱେଟେଜ ଅଛି, କୋଉଟା ଅଧିକ ଇମ୍ପୋର୍ଟାଣ୍ଟ, ସେଟା ତମ ପରସ୍ପର ଭିତରେ ଡିସ୍କସନ କରିକି ତମେ ନିଜେ ଜାଣିପାରିବ। ଏଇ ଗ୍ରୁପରେ ତମକୁ ମିଳିଯାଇ ପାରିବ। ଠିକ ଅଛି ନା? ଏଇ 5ଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଆହୁରି ବହୁତ କିଛି ଅଛି ତମର, ଆଉ ମୁଁ ସବୁଗୁଡା କହୁନି ପିଲେ, ତମେ ଥରେ ଜଏନ ହେଇସାରିଲା ପରେ ଜାଣିବ। ଠିକ ଅଛି ନା ପିଲେ? ଆଚ୍ଛା, ତମକୁ ସାର୍ ଏତେ ବେନିଫିଟ୍ସ ମିଳୁଛି ମାନେ କିଛି ତ ଗୋଟେ ଚାର୍ଜ ହଉଥିବ, ପଇସା କିଛି ଦରକାର ହଉଥିବ ନା? ବିଲକୁଲ ବି ପଇସା ନୁହଁ। ତମକୁ ଟଙ୍କେ ବି ତମ ପାଖରୁ ନିଆଯିବନି, ପୁରା ଫ୍ରିରେ ତମେ ଏଇଟା ଜଏନ ହବ। ଏବେକା ପାଇଁ ପୁରା ଫ୍ରି ଅଛି। ଠିକ ଅଛି ନା? ତମକୁ ତମ ପାଖରୁ ଟଙ୍କେ ବି ନିଆଯିବନି। ତ ସାର୍ ତମ ପାଖରୁ ଗୋଟେ କ୍ୱେଶ୍ଚନ ଆସିବ, ସାର୍ ଆମେ ଜଏନ ହବା କେମିତିକା, ସାର୍ ଆମେ ଜଏନ ହବା କେମିତିକା, ସିମ୍ପଲ ପିଲାମାନେ ନମ୍ବର ଲେଖିବ 7205882090। କୌଣସି ପ୍ରୋବ୍ଲେମ ଆସିବ, ଏଇ ନମ୍ବରରେ ତମେ କଣ୍ଟାକ୍ଟ କରିପାରିବ। କୌଣସି ପ୍ରୋବ୍ଲେମ, ଯେ କୌଣସି, ସାର୍ ଏଇଟା ମନେ ରହୁନି, ମୋର ଏଇ କ୍ୱେଶ୍ଚନଟା ମନେ ରହୁନି, ଏଟା ମନେ ରହୁନି, ସାର୍ ଏଇଟା ପ୍ରୋବ୍ଲେମ ହଉଛି, ସବୁ ପ୍ରୋବ୍ଲେମ ସଲ୍ୟୁସନ ଏଇ ନମ୍ବର କଲ୍ କରିକି ତମେ ଜାଣିପାରିବ। କି କଲ୍ କରିବନି ପିଲା, ମେସେଜ କରିବ। ଠିକ ଅଛି ନା? ମେସେଜ କରିକି ତମେ ଜାଣିପାରିବ। ଆଉ କଣ ମେସେଜରେ ଲେଖିବ, ଖାଲି କଣ ନା ସାର୍ ଏଡ୍ ମି, କଣ ଲେଖିବ ଛୁଆ, ଏଡ୍ ମି ଆଉ ନେମ୍, ତମ ନାମ ଲେଖିବ। ଏଡ୍ ମି ଜାଗା ତଳେ ଲେଖିବ କଣ, ତମ ନାଁ ଲେଖିବ। ତାପରେ ଜଷ୍ଟ 1-2 ମିନିଟ ଭିତରେ ତମେ କଣ ହେଇଯିବ, ଏଇ ଗ୍ରୁପରେ ଜଏନ ହେଇଯିବ। ଠିକ ଅଛି ନା? ଏଇ ଏକ୍ସକ୍ଲୁସିଭ ଗ୍ରୁପରେ, ଯେଟା ବହୁତ ବେନିଫିଟ୍ସ ତମେ ଜାଣି ସାରିଲଣି, 5ଟା ବେନିଫିଟ୍ସ କହିଦେଲି ମୁଁ ତମକୁ, ବହୁତ ବେନିଫିଟ୍ସ, ତମେ ଏଇ ଗ୍ରୁପରେ ଅଟୋମେଟିକଲି ଜଏନ ହେଇଯିବ। ତ ବିନା ଆଉ ଟାଇମ ୱେଷ୍ଟ କରିବାନି, ମାନେ ନେକ୍ସଟ କ୍ୱେଶ୍ଚନ ଆଡକୁ ଯିବା। ଠିକ ଅଛି ନା? କେତେ କଣ ଠିକ କରୁଛ ତମେ ମତେ ନିହାତି କଣ କହିଲେ, ନିମ୍ନରେ ପ୍ରଦତ୍ତ କେଉଁ ଧାତୁକୁ କିରୋସିନରେ ବୁଡାଇ ରଖାଯାଏ? ମୁଁ ଜଷ୍ଟ ଏବେ ଡିସ୍କସନ କରିଥିଲି, କୋଉ ଧାତୁକୁ ପିଲାମାନେ, ସୋଡିୟମ ଧାତୁକୁ ଆମେ କିରୋସିନରେ ବୁଡେଇକି ରଖାଯାଇଥାଏ। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ। ନେକ୍ସଟ କ୍ୱେଶ୍ଚନ କଣ କହିଲେ ପିଲାମାନେ, ମାଗ୍ନେସିୟମ ପାତକୁ ଜଳାଇଲା ବେଳେ ଉତ୍ପନ୍ନ ହଉଥିବା ଧଳା ଗୁଣ୍ଡକୁ କଣ ତିଆରି ହେଇଥାଏ? ମାଗ୍ନେସିୟମ ପାତକୁ ଯେତେବେଳେ ଆମେ ବାୟୁ ମାଧ୍ୟମରେ ଜଳାଇଥିଲେ କଣ ହଉଥିଲା ସାର୍, MgO। ଆମେ ପ୍ରଥମ ଚାପ୍ଟର ପଢିଥିଲେ ମାଗ୍ନେସିୟମ ଅକ୍ସାଇଡ ଟା, ସେ ଯୋଉ ଧଳା ଗୁଣ୍ଡଟା, ମାଗ୍ନେସିୟମ ଅକ୍ସାଇଡ ଟା ଯେତେବେଳେ କଣ କରିବା, ଜଳରେ ମିଶେଇଦବା। କଣ କରିବା, ଜଳରେ ମିଶେଇଦବା। ସେ ଯୋଉ ତିଆରି ହବ ଗୋଟେ ଦ୍ରବଣଟା, ସେଇ ଦ୍ରବଣର pH କେତେ ହବ, ମାନେ ତାର କଣ, ହୁଏତ ସେଟା କଣ ଅମ୍ଳ ହେଇପାରେ, ହୁଏତ କଣ ହେଇଥିବ କ୍ଷାର ହେଇପାରେ। ଆଚ୍ଛା, ଅମ୍ଳ ମାନେ କଣ, ସେ 7ରୁ ସାନ ରହିବ, କ୍ଷାର ମାନେ 7ରୁ ଅଧିକ ରହିବ। ମତେ କହିଲେ ଦେଖି, ଏଇ ଯୋଉ ମାଗ୍ନେସିୟମ ଅକ୍ସାଇଡ ଟା, ଏଇ ଯୋଉ ପାଉଁଶଟାକୁ ସିମ୍ପଲ ତମେ କିଛି ପୁରା ସିମ୍ପଲ ୱେରେ ଯଦି ତମେ ଦେଖିବ, ପାଉଁଶଟାକୁ ତମେ ଯଦି କଣ ଜଳରେ ମିଶେଇ ଦବ, ସେ ଅବଭିୟସଲି କଣ ହବ ପିଲେ, ସେ ଗୋଟେ କ୍ଷାରରେ ପରିଣତ ହେଇଯିବ। କୋଉଥିରେ ପରିଣତ ହେଇଯିବ, କ୍ଷାରଟାକୁ ଜଳରେ ମିଶେଇଲେ ସେ କ୍ଷାରଟା ହବ ନା। ତ କଣ ହବ, ଯେ 7ରୁ ଅଧିକ ତାର pH ହେଇଯିବ। କେତେ ହେଇଯିବ ପିଲାମାନେ, 7ରୁ ଅଧିକ pH। ନିମ୍ନରେ ପ୍ରଦତ୍ତ ଧାତୁ ମାନଙ୍କ ମଧ୍ୟରୁ କେଉଁଟି ସର୍ବାଧିକ ନମନୀୟତା ବିଶିଷ୍ଟ? ଏଠି ଯଦି ନମନୀୟତା ମାନେ କଣ, କେତେ ଅଧିକ ସୂତା ତିଆରି କରିପାରିବା ବା, ତାକୁ ଆମେ ନମନୀୟତା କହିଥାଉ ପିଲାମାନେ। ସବୁବେଳେ ମନେ ରଖିଥାଉ, ସବୁଠାରୁ ଅଧିକ ନମନୀୟତା କାହାର ପିଲେ, ସୁନାର। କାହାର ପିଲେ, ସୁନାର ସବୁଠାରୁ ଅଧିକ ନମନୀୟତା ବିଶିଷ୍ଟ। ଓକେ, କେଉଁ ଧାତୁଟି
ଉଚ୍ଚ ତାପମାତ୍ରାରେ ମଧ୍ୟ ଅମ୍ଳଜାନ ସହିତ ରାସାୟନିକ ପ୍ରତିକ୍ରିୟା ବା ଅମ୍ଳଜାନ ସହିତ ପ୍ରତିକ୍ରିୟା କରେ ନାହିଁ। ଏଇଟା କିଏ? ଆଲୁମିନିୟମ କରିଦେବ ସାର୍, ଦସ୍ତା ବି କରିବ, କପର ବି କରିବ, କିନ୍ତୁ ରୂପାଟା କେଇ ବେଳେ କରିବ ନାହିଁ। କାହା ସହିତ? ଅମ୍ଳଜାନ ସହିତ। ହେଲା, ଯେତେ ଉଚ୍ଚ ତାପମାତ୍ରା ହେଲେ ବି ସେ ଅମ୍ଳଜାନ ସହିତ ରାସାୟନିକ ପ୍ରତିକ୍ରିୟା କରିବ ନାହିଁ। ସିନାବାର କେଉଁ ଧାତୁପିଣ୍ଡ ଅଟେ? ମାନେ କେଉଁ ଧାତୁର ଧାତୁପିଣ୍ଡଟା ଅଟେ? ମାନେ ସିନାବାରଟା ଏଇଟା ହେଲା ସିସା। ଓକେ, ସି ଖାଲି ଲେଖି ଦେଇଛି ହେଲା। ସିସା। ଜଲ୍ଦି କୁହ ନା, ସିନାବାର କେଉଁ ଧାତୁର ଧାତୁପିଣ୍ଡଟା ଅଟେ? ଜଲ୍ଦି କମେଣ୍ଟ କର ପିଲାମାନେ, ଜଲ୍ଦି। 11 ନମ୍ବର, ଭେରି ଗୁଡ। ସିଲଭର ହବନି ଛୁଆ, ତମ୍ବା ବି ନୁହଁ, ସୀସା ବି ନୁହଁ, କଣ ହବ ପିଲେ? ପାରଦ। କଣ ପିଲେ? ପାରଦ। ପାରଦର କଣ ଧାତୁପିଣ୍ଡର ନାମ କଣ? ସିନାବାର। କଣ ପିଲେ? ସିନାବାର। ଓକେ, ମନେ ରହିବ, ଏଟା ଇମ୍ପୋର୍ଟାଣ୍ଟ, ଏଟା ଇମ୍ପୋର୍ଟାଣ୍ଟ ବୋଲି ଲେଖିଦେଇଥ ପିଲେ, ଏଟା ଇମ୍ପୋର୍ଟାଣ୍ଟ ବୋଲି ଲେଖିଦେଇଥ। ଓକେ, ନେକ୍ସଟ, ଏମ୍ଫୋଟେରିକ, ଏଟା ଏମ୍ଫୋଟେରିକ ଲେଖି ଦିଆଯାଇଛି ପିଲେ, ଏଟା ହେଲା ଏମ୍ଫୋଟେରିକ, ହେଲା ଏମ୍ଫୋଟେରିକ ଅକ୍ସାଇଡ। କେଉଁଟି ଏମ୍ଫୋଟେରିକ ଅକ୍ସାଇଡ? ଜଲ୍ଦି କମେଣ୍ଟ କର ପିଲାମାନେ, କେଉଁଟି ଏମାନଙ୍କ ଭିତରୁ କୋଉଟା ଏମ୍ଫୋଟେରିକ ଅକ୍ସାଇଡ? ଭେରି ଗୁଡ, Al2O3। କଣ ପିଲେ? Al2O3 ଟା ଗୋଟେ କଣ? ଏମ୍ଫୋଟେରିକ ଅକ୍ସାଇଡ। କଣ ପିଲେ? ଏମ୍ଫୋଟେରିକ ଅକ୍ସାଇଡ। ଭେରି ପର୍ଯ୍ୟନ୍ତ ଯଦି ପିଲାମାନେ ସବସ୍କ୍ରାଇବ କରିନ ତ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ, ଯଦି ଭଲ ଲାଗୁଛି। ଯଦି ନ ଭଲ ଲାଗୁଛି ତ ସବସ୍କ୍ରାଇବ କରିବା କିଛି ଦରକାର ନାହିଁ, ଠିକ ଅଛି ନା? ଯଦି ଚ୍ୟାନେଲଟିରୁ 1% ବି ତମେ ଯଦି ବେନିଫିଟ୍ସ ପାଉଥିବ ତ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ, ଆଉ ବେଲ ଆଇକନକୁ ଅଲ୍ ରେ ସେଟ୍ କରିଦବ। ଆଉ ପିଲାମାନେ ହଁ, ତମେ କଣ ଚାହୁଁଥିବ ନା ସାର୍ ଆମକୁ ଥିଓରି ସାର୍ ଟିକେ ୱିକ୍ ଅଛେ, ଆମକୁ ସାର୍ ଥିଓରି ପାର୍ଟଟା ପଢାନ୍ତୁ। ତ ଯଦି ଆମେ ପିଲାମାନେ ତମେ ଯଦି ଚାହୁଁଛ ଥିଓରି ପାର୍ଟଟା ପଢିବା ପାଇଁ ତ ନିହାତି ଭାବରେ ମତେ କଣ, କେବଳ 500ରୁ 1000 ସବସ୍କ୍ରାଇବର ପରେ ଆମେ କଣ ତିଆରି କରିବା ପିଲାମାନେ? ଥିଓରି ପାର୍ଟଟା ଷ୍ଟାର୍ଟ କରିବାକୁ ଯାଉଛି। ସେ କାହିଁକି ଆମେ 5000 500ରୁ 1000 ଭିତରେ ସବସ୍କ୍ରାଇବର ଆମେ ଟାର୍ଗେଟ ରଖିଛେ କାହିଁକି ପିଲାମାନେ? କାରଣ ଆମେ ଯେତେବେଳେ ଥିଓରି ପାର୍ଟଟା ଯେତେବେଳେ ପଢିବା, ଠିକ ଅଛି ନା ପିଲେ, ଯେତେବେଳେ ଆମେ ଥିଓରି ପାର୍ଟଟା ପଢିବା ସେତେବେଳେ ଆମକୁ କଣ 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 ଦରକାର ହବ ପିଲେ? ଆମକୁ ଇଣ୍ଟରାକ୍ସନ ଦରକାର ହବ। ତମେ କେମିତିଆ ପଢୁଛ, ଠିକ ଅଛି ନା? ଇଣ୍ଟରାକ୍ସନ ଦରକାର, ତମ ସହିତ କଥାବାର୍ତ୍ତା ହବା ଦରକାର। ସେଥିପାଇଁ କଣ? ଲାଇଭ ଭିଡିଓ ଦରକାର, ଠିକ ଅଛି ନା? ଲାଇଭ ଭିଡିଓ କରାଯିବ, ଯାହା ଫଳରେ ତମେ କମେଣ୍ଟରେ ଆମକୁ ଜଣେଇବ ସାର୍ ଏଇ ଜାଗାରେ ଆମକୁ ବୁଝିହେଲାନି, ତମେ ଆମେ ଆଉଥରେ ସେଟାକୁ ଭଲସେ ବୁଝେଇବା। ତ ସେଥିପାଇଁ ଲାଇଭ ଭିଡିଓ, ଆଉ ଲାଇଭ ଭିଡିଓ ମାନେ ତମକୁ ନିହାତି ଭାବରେ କେତେ 500ରୁ 1000 ସବସ୍କ୍ରାଇବର ପରେ ଆମେ ଲାଇଭ ଭିଡିଓଟିକୁ ଷ୍ଟାର୍ଟ କରିବା ପାଇଁ ନିର୍ଦ୍ଧାରିତ କରିଛ, ଠିକ ଅଛି ନା? ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ତା ପାଇଁ, ଠିକ ଅଛି? ଯଦି ଆମର କଣ ଥିଓରି ପାର୍ଟ ଭିଡିଓ ଯଦି ବୁଝିବା ପାଇଁ ଚାହୁଁଛ ବା ଜାଣିବା ପାଇଁ ଚାହୁଁଛ, ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ଓକେ, ସେ କଣ କହିଲା? ଆଲୁମିନିୟମ ଅକ୍ସାଇଡ ଲଘୁ ହାଇଡ୍ରୋକ୍ଲୋରିକ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରି ଜଳ ସହିତ କେଉଁ ଯୌଗିକଟି ଉତ୍ପନ୍ନ କରିଥାଏ? ତା ସହିତ ଜଳ ତ ଉତ୍ପନ୍ନ ହେଇଥାଏ, ଆମେ ଜାଣିଛୁ H2O ଉତ୍ପନ୍ନ ହେଇଥାଏ, ତା ସହିତ ଆଉ କୋଉ ଯୌଗିକଟା ଉତ୍ପନ୍ନ ହେଇଥାଏ? ଜଲ୍ଦି କମେଣ୍ଟ କର, ଜଲ୍ଦି ପିଲାମାନେ। ଭେରି ଗୁଡ, AlCl। କଣ ଛୁଆ? AlCl3। AlCl3 ସହିତ କିଏ ଉତ୍ପନ୍ନ ହେଇଥାଏ? ନା ସାର୍ ଜଳଟା ଉତ୍ପନ୍ନ। ପିଲାମାନେ କଣ କହିଲା? କେଉଁ ଧାତୁକୁ ବାହାରେ ରଖିଲେ ସେଥିରେ ନିଆଁ ଲାଗିଯାଏ? ସିଧାସଳଖ ତମ୍ବାଟାକୁ ତ ସିମ୍ପଲ ବାହାରେ ହିଁ ରଖିଥାଉ। ମାଗ୍ନେସିୟମ ଟାକୁ ବାହାରେ ରଖିଲେ କିଛି ତାକୁ ନିଆଁ ଲାଗିବନି, କ୍ୟାଲସିୟମ ଟା ବି ଲାଗିବନି, କିନ୍ତୁ ଛୁଆ ପଟାସିୟମ ଟାକୁ ଯଦି ଆମେ ବାହାରେ ରଖିଦବା ନା, ସେ ସାଙ୍ଗେ ସାଙ୍ଗେ କଣ ହେଇଯିବ? ନିଆଁ ଲାଗିଯିବ। କଣ ହେଇଯିବ? ନେକ୍ସଟ କ୍ୱେଶ୍ଚନ, ଏନୋଡାଇଜିଂ ପ୍ରଣାଳୀରେ କେଉଁ ଧାତବ ଅକ୍ସାଇଡ ପ୍ରଲେପ ଦିଆଯାଏ? ମାନେ ତାକୁ ଧାତବ ଅକ୍ସାଇଡ ଟାକୁ ଆମେ ପ୍ରଲେପ ଦବା ପାଇଁ ଏନୋଡାଇଜିଂ ପ୍ରଣାଳୀରେ କେଉଁ ଧାତବ ଅକ୍ସାଇଡ ଟାକୁ ଆମେ ପ୍ରଲେପ ଦେଇଥାଉ? ଜଲ୍ଦି କର, କମେଣ୍ଟ କର ପିଲାମାନେ। ରୂପାକୁ ନା, ବିଲକୁଲ ନୁହଁ ଛୁଆ, ରୂପା ନୁହଁ। ଅପସନ ଏ ଭୁଲ, କପର ନୁହଁ, ନିକେଲ ନୁହଁ, ଏଟା ହେଲା ଆଲୁମିନିୟମ ଠିକ ହବ। କଣ ପିଲେ? ଆଲୁମିନିୟମ। ଏନୋଡାଇଜିଂ ପ୍ରଣାଳୀରେ କେଉଁ ଧାତବ ଅକ୍ସାଇଡ କୁ ପ୍ରଲେପ ଦିଆଯାଏ? ନା ଆଲୁମିନିୟମ। ଆଲୁମିନିୟମ କୁ କଣ କରାଯାଏ? ଏନୋଡାଇଜିଂ ପ୍ରଣାଳୀରେ ତାକୁ କଣ କରାଯାଏ? ପ୍ରଲେପ। ନିମ୍ନଲିଖିତ ମଧ୍ୟରୁ ନିମ୍ନଲିଖିତ ମାନଙ୍କ ମଧ୍ୟରୁ କେଉଁଟି କେଉଁ ଧାତୁଟି ଲଘୁ ନାଇଟ୍ରିକ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରି ଉଚ୍ଚାଙ୍ଗ ଗ୍ୟାସ ନିର୍ଗତ କରିଥାଏ? ଉଚ୍ଚାଙ୍ଗ ଗ୍ୟାସ ନିର୍ଗତ କରିଥାଏ। ଜଲ୍ଦି କମେଣ୍ଟ କର ପିଲାମାନେ। ଭେରି ଗୁଡ, ମାଗ୍ନେସିୟମ। କିଏ ପିଲେ? ମାଗ୍ନେସିୟମ ଟା କଣ କରିଥାଏ? ଉଚ୍ଚାଙ୍ଗ ଗ୍ୟାସ ନିର୍ଗତ କରିଥାଏ। କାହା ସହିତ? ନା ଲଘୁ ନାଇଟ୍ରିକ ଅମ୍ଳ ସହିତ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରିବ ସେତେବେଳେ କଣ ତିଆରି କରିବ? ଉଚ୍ଚାଙ୍ଗ ଗ୍ୟାସ ନିର୍ଗତ କରିବ। ଓକେ, ନେକ୍ସଟ କ୍ୱେଶ୍ଚନ। ସ୍ପିଡ ହେଇଯାଉଛି କରି ମତେ ଜଣେଇବା, ଆଉ ନେକ୍ସଟ କ୍ଲାସକୁ ଆମେ ସ୍ଲୋ କରିବା, ଠିକ ଅଛି ନା? ଆଚ୍ଛା, ତାପରେ ଆଲୁମିନିୟମ, ଜିଙ୍କ, ଆଇରନ୍ ଆଉ ମାଗ୍ନେସିୟମ ର
ପ୍ରତିକ୍ରିୟାଶୀଳତା କେଉଁଠି ସଠିକ କ୍ରମ? ଯଦି ଆମେ ସିମ୍ପଲ ଦେଖିବା ପିଲାମାନେ, ମତେ କହିଲେ ଦେଖି କିଏ କିଏ ଅଛନ୍ତି କହିଲେ ଦେଖି? ଆଲୁମିନିୟମ, ଜିଙ୍କ୍, ଆଇରନ୍ ଆଉ ମାଗ୍ନେସିୟମ। ଯଦି ଆମେ ତିନିଟାକୁ ଲକ୍ଷ୍ୟ କରିବା ପିଲାମାନେ, ସବୁଠାରୁ କମ ପ୍ରତିକ୍ରିୟାଶୀଳ ଏଇ ତିନିଟା ମଧ୍ୟରୁ, ସବୁଠାରୁ କମ ନୁହଁ ମାନେ ଏଇ 4 ଜଣ ମଧ୍ୟରୁ ସବୁଠାରୁ କମ ପ୍ରତିକ୍ରିୟାଶୀଳ କିଏ ହଉଛି? ଆଇରନ୍। କିଏ ପିଲେ? ଆଇରନ୍ ଟା ସବୁଠାରୁ କମ ପ୍ରତିକ୍ରିୟାଶୀଳ ଆଇରନ୍ ହବ ମାନେ ଦେଖିବା ଆମେ କୋଉଠି ଲାଷ୍ଟ ର ଆଇରନ୍ ଅଛି। ଏଠି ସେକେଣ୍ଡ ଦେଖ ଇଏ ଫାଷ୍ଟ ର ଆଇରନ୍ ଅଛି, ତାହେଲେ ବିଲକୁଲ ଭୁଲ ଅଛି ଏଇଟା। ଏଠି ଅଛି ଆଇରନ୍, ଏଟା ବିଲକୁଲ ଭୁଲ। ଏଠି 2 ନମ୍ବର ଅଛି, ଏଟା ବିଲକୁଲ ଭୁଲ। ଏଠି ଦେଖ ଲାଷ୍ଟ ସବୁଠୁ କଣ ଅଛି? ଆଇରନ୍ ଅଛି। ତେବେ 17 ନମ୍ବର ଅପସନ ଏ ଇଜ ଦ ରାଇଟ୍ ଆନ୍ସର। ଅପସନ ଏ ଇଜ ଦ ରାଇଟ୍ ଆନ୍ସର। ବୁଝିହେଲା ନା ନାଇଁ? ନେକ୍ସଟ କ୍ୱେଶ୍ଚନ। ନେକ୍ସଟ କ୍ୱେଶ୍ଚନ କଣ କହିଲା ପିଲାମାନେ? ନିମ୍ନରେ ପ୍ରଦତ୍ତ ଧାତୁ ମାନଙ୍କ ମଧ୍ୟରୁ କେଉଁଟିକୁ ବିଦ୍ୟୁତ ବିଶ୍ଳେଷଣ ପ୍ରଣାଳୀରେ ଧାତୁ ପିଣ୍ଡରେ ନିଷ୍କାସନ କରାଯାଏ? ତାକୁ ଆମେ ଆମର ବିଦ୍ୟୁତ ବିଶ୍ଳେଷଣ ଦ୍ଵାରା ଧାତୁ ପିଣ୍ଡରେ ତାକୁ ଆମେ ନିଷ୍କାସନ କରିଥାଏ ଧାତୁଟାକୁ। କୋଉଟାକୁ? ଲୁହାଟାକୁ ନା? ଲୁହା ବିଲକୁଲ ନୁହଁ, ସିଲଭର ବି ନୁହଁ, ସୁନା ବି ନୁହଁ। ଏଟା କଣ? ସୋଡିୟମ ଟାକୁ। ସୋଡିୟମ ଟାକୁ କୋଉଥିରେ କଣ ଆମେ କରିଥାଉ? Na। ସୋଡିୟମ ଟାକୁ ଆମେ କଣ କରିଥାଉ ନା ଧାତୁ ପିଣ୍ଡରୁ ତାକୁ ଆମେ ବିଦ୍ୟୁତ ବିଶ୍ଳେଷଣ ପ୍ରଣାଳୀରେ ତାକୁ ଧାତୁକୁ ଆଣିଥାଉ ବା ସୋଡିୟମ ଟାକୁ ଆଣିଥାଉ। ବୁଝିପାରିଲ ନା ବୁଝିପାରିଲନି? ଲିଖିତ ଧାତୁ ମାନଙ୍କ ମଧ୍ୟରୁ କେଉଁଟି ପ୍ରକୃତିରୁ ମୁକ୍ତ ଭାବରେ ମିଳିପାରିଥାଏ? ପୁରା ମୁକ୍ତ ଭାବରେ ଥାଏ। କୋଉଟା ଜଲ୍ଦି କମେଣ୍ଟ କର। ଭେରି ଗୁଡ। ପିଟି। ପିଟି ଟା ପୁରା କଣ? ମୁକ୍ତ ଭାବରେ ପ୍ରକୃତିରେ ଥାଏ। ଓକେ, ନେକ୍ସଟ କ୍ୱେଶ୍ଚନ। ନେକ୍ସଟ ଆଣ୍ଡ ଲାଷ୍ଟ କ୍ୱେଶ୍ଚନ ପିଲାମାନେ ଏଇ ସେସନ ର। ଠିକ ଅଛି। ନିମ୍ନୋକ୍ତ କେଉଁ ଧାତୁ ପିଣ୍ଡ ପାଇଁ ରଷ୍ଟିଂ ପ୍ରଣାଳୀ ବ୍ୟବହାର କରାଯାଏ? ଏମାନଙ୍କ ଭିତରୁ କୋଉ ଧାତୁ ପିଣ୍ଡଟା ପାଇଁ ରଷ୍ଟିଂ ପ୍ରଣାଳୀ ବ୍ୟବହାର କରାଯାଇଥାଏ? ଅପସନ ଏ ଭୁଲ, ଏଟା ନୁହଁ ଛୁଆ। L2O2 ଏଟା ନୁହଁ। NaCl ପାଇଁ ବି ନୁହଁ। ZnO2 ପାଇଁ ନୁହଁ। ଅପସନ ଡି ଇଜ ଦ ରାଇଟ୍ ଆନ୍ସର। କଣ ହବ? ZnS। ଜିଙ୍କ ସଲଫେଟ ପାଇଁ କଣ ହେଇଥାଏ ପିଲାମାନେ? ନା ରଷ୍ଟିଂ ପ୍ରଣାଳୀ ବ୍ୟବହାର କରାଯାଇଥାଏ। ଠିକ ଅଛି ନା? ଜିଙ୍କ ସଲଫେଟ ପାଇଁ ରଷ୍ଟିଂ ପ୍ରଣାଳୀ ବ୍ୟବହାର କରାଯାଇଥାଏ। ଓକେ, ଏଇଠି ଆମେ ଶେଷ କରିବା। ଆଜିକାର ଟପିକରେ ଆମେ କଣ କଲେ ପିଲାମାନେ? ନା ଫିଜିକାଲ ସାଇନ୍ସ ର, ଆଜିକାର ଟପିକରେ ଆମେ କଣ କଲେ? ଫିଜିକାଲ ସାଇନ୍ସ ର ଯୋଉ ତମର 3 ନମ୍ବର ଚାପ୍ଟର ଅଛି, ଫିଜିକାଲ ସାଇନ୍ସ ର ଯୋଉ ତମର 3 ନମ୍ବର ଚାପ୍ଟର ଅଛି, ଯେଟାକୁ ଆମେ କହିଥାଉ ମେଟାଲ୍ସ ଆଣ୍ଡ ନନ୍ ମେଟାଲ୍ସ ବା ଧାତୁ ଓ ଅଧାତୁ। ସେଇ ଚାପ୍ଟରଟାକୁ ଆମେ କଣ କଲେ? ନା 20ଟା କ୍ୱେଶ୍ଚନ ମାଧ୍ୟମରେ, କେତେଟା କ୍ୱେଶ୍ଚନ ମାଧ୍ୟମରେ ପିଲେ? 20ଟା କ୍ୱେଶ୍ଚନ ମାଧ୍ୟମରେ ଆମେ ତାକୁ କଣ କଲେ? ଭଲସେ ରିଭାଇଜ କରିଦେଲେ, ଭଲସେ ରିଭାଇଜ କରିଦେଲେ। ତ ନିହାତି ଭାବରେ ଯଦି କେତେ ମାର୍କ ରଖିଲେ ପିଲାମାନେ ମତେ ଜଣେଇବ। ଠିକ ଅଛି? ଏମିତି କମେଣ୍ଟ କରିବ। ଆଗେ ନେମ କମେଣ୍ଟ କରିବ ପିଲାମାନେ। ନେମ ଆଗେ କମେଣ୍ଟ କରିବ, ତାପରେ ମାର୍କ ଲେଖିଦବ। ମାର୍କ ମାର୍କ କରିକି ଲେଖିବ ଯାହାବି ଡିଭାଇଡ ବାଇ 20। ଏମିତିଆ କରିକି ମତେ କଣ ଜଣେଇବ, କମେଣ୍ଟରେ ଜଣେଇବ କିଏ କେତେ ମାର୍କ ରଖିଲେ। ସେଇ ହିସାବରେ ମୁଁ ନେକ୍ସଟ ମଙ୍ଗଳବାର କିମ୍ବା ଗୁରୁବାର କିମ୍ବା ଶନିବାରକୁ ମୁଁ ନେଇକି କ୍ୱେଶ୍ଚନ ନେଇକି ଆସିବି। ବହୁତ ଇଣ୍ଟରେଷ୍ଟିଂ କ୍ୱେଶ୍ଚନ ନେଇକି ଆସିବା। ନେକ୍ସଟ ଟାଇମରେ ଆମେ କ୍ୱେଶ୍ଚନ ଆଣିବା କଣ? ଆମେ ଆଣିବା ଲାଇଫ ସାଇନ୍ସ ରେ ନେଇ ଆସିବା। ଠିକ ଅଛି ନା? ଲାଇଫ ସାଇନ୍ସ ନେଇ ଆସିବା, ସମନ୍ୱୟ ନିୟନ୍ତ୍ରଣ ଉପରେ ନେଇ ଆସିବା। ନହେଲେ ଦେଖିକି ନେଇ ଆସିବା 3 ନମ୍ବର ଚାପ୍ଟର, 3 ନମ୍ବର ଟପିକ ଉପରେ ଚାପ୍ଟର ଉପରେ ନେଇକି ଚାଲି ଆସିବା। ଠିକ ଅଛି ନା? ନିହାତି ଭାବରେ ଚ୍ୟାନେଲ ଟିକୁ ସବସ୍କ୍ରାଇବ କରିଦବା। ଆଉ ଯଦି ଗ୍ରୁପ ରେ ଜଏନ ହବା ପାଇଁ ଚାହୁଁଛନ୍ତି ତ ନିହାତି ଭାବରେ ଜଏନ ହେଇଯିବେ। ନମ୍ବର ତ ମନେ ଅଛି 72058920 ଏବଂ 2090। ତ ନିହାତି ଭାବରେ ଚ୍ୟାନେଲ ଟିକୁ ସବସ୍କ୍ରାଇବ କରିଦବା। ଯଦି ଟିକେ 1% ବି ଯଦି ତମକୁ ଇଫେକ୍ଟିଭ ଲାଗୁଥିବ, ତେବେ ନିହାତି 5ଟି ଫ୍ରେଣ୍ଡ ସହିତ ତୁମର ଯଦି ଭଲ ଲାଗୁନି ତ ନିହାତି ଭାବରେ ସେୟାର ବିଲକୁଲ ବି କରିବନି। ଯଦି ଭଲ ଲାଗୁଥିବ ନିହାତି ଭାବରେ ଟିକେ 5 ଜଣଙ୍କ ସହିତ ସେୟାର କରିଦବ। କେତେ ଜଣଙ୍କ ପିଲା? 5 ଜଣଙ୍କ ସହିତ ସେୟାର କରିଦବ, ଯାହା ଫଳରେ କି ଆମକୁ ଟିକେ ମୋଟିଭେଟ ଲାଗିବ ଆହୁରି ନୂଆ ନୂଆ କ୍ଲାସ ନେଇକି ଆସିବା ପାଇଁ। ତ ଆଜି ପାଇଁ ଏତିକ ପିଲାମାନେ। ଯଦି ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ବାସ୍ ଏତିକି କହିବି ଆଜି ପାଇଁ ଏତିକି। ଜୟ ହିନ୍ଦ, ଜୟ ଜଗନ୍ନାଥ।